ବ୍ରହ୍ମକୁମାରୀ ପ୍ରବଚନ ସଭା ଅନୁଷ୍ଠିତ। ଅସ୍ଥିର ବାତାବରଣରେ ମନର ଶାନ୍ତି ପାଇଁ ଏକାଗ୍ରତା ଓ ସକାରାତ୍ମକ ଚିନ୍ତନ ଆବଶ୍ୟକ ବୋଲି ଆନ୍ତର୍ଜାତିକ ପ୍ରବଚକ ସିଷ୍ଟର ଶିବାନୀ କହିଛନ୍ତି। ସ୍ଥାନୀୟ ସେକ୍ଟର 2 ଦୁର୍ଗାପୂଜା ପଡ଼ିଆଠାରେ ଆୟୋଜିତ ବ୍ରହ୍ମକୁମାରୀ ପ୍ରବଚକ ସଭାରେ ଯୋଗଦେଇ ସିଷ୍ଟର ଶିବାନୀ ଏକଥା ପ୍ରକାଶ କରିଛନ୍ତି। ଚିନ୍ତନର ବିଧିକୁ ପରିବର୍ତ୍ତନ କରିବାକୁ ହେବ। ଆମକୁ ଧ୍ୟାନର ସହ କାର୍ଯ୍ୟ କରିବାକୁ ହେବ। ପିଲାଙ୍କୁ ଶକ୍ତି ଦେବାକୁ ଘରର ପାରିପାର୍ଶ୍ୱିକ ପରିବେଶକୁ ଶୁଦ୍ଧ ଓ ଶକ୍ତିଶାଳୀ କରିବାକୁ ହେବ। ଯେକୌଣସି ପରିସ୍ଥିତିରେ ବିଚଳିତ ନ ହୋଇ ସ୍ଥିତିକୁ ମୁକାବିଲା କରିବାକୁ ହେବ। ମାନସିକ ଅବସାଦକୁ ଦୂର କରି ମାନସିକ ଓ ଅନ୍ତର୍ନିହିତ ଶକ୍ତି ଓ ପ୍ରତିଷେଧକକୁ ବୃଦ୍ଧି କରିବାକୁ ହେବ। କାହାରି ବ୍ୟବହାର କିମ୍ବା କଟୁ ବାକ୍ୟକୁ ଆମେ ଗ୍ରହଣ ନ କଲେ ହିଁ ଶାନ୍ତିରେ ରହିପାରିବା। ବରଂ ଆମେ ତାକୁ କ୍ଷମା କରିଦେବା ହିଁ ଆମ ମହାନତା ହେବ। ନିଜେ ନିଜକୁ ଭଲ ପାଇବା ଦ୍ୱାରା ଆମ ଆତ୍ମା ଶାନ୍ତି ହୋଇଥାଏ। ମନର ସ୍ଥିତିକୁ ନିଜେ ନିୟନ୍ତ୍ରଣରେ ରଖିବାକୁ ସେ ପରାମର୍ଶ ଦେଇଥିଲେ। ପରମ ଆତ୍ମା ଆମ ସମସ୍ତଙ୍କ ଭାଗ୍ୟ ଭଲ ହିଁ ଲେଖିଥାନ୍ତି। ମାତ୍ର କର୍ମ ଅନୁସାରେ ଆମେ ଭାଗ୍ୟ ଫଳ ଭୋଗିଥାଉ। କହିବା ଅନୁସାରେ ନୁହଁ, କର୍ମ ଅନୁସାରେ ଭାଗ୍ୟ ହୋଇଥାଏ। ଏଣୁ ଆମକୁ ସତ୍କର୍ମ ଓ ସତ୍ ଚିନ୍ତନ କରିବାକୁ ହେବ। ତେବେ ଯାଇ ଆମେ ଶାନ୍ତି ପାଇପାରିବା ବୋଲି ବି.କେ. ଶିବାନୀ କହିଥିଲେ। ଆଧ୍ୟାତ୍ମିକତା ଆମକୁ ଭବିଷ୍ୟତ ବିଷୟରେ ସୂଚିତ କରିଥାଏ। ଏଣୁ ଆମକୁ ଦୃଢ଼ତା ଓ ପ୍ରସନ୍ନତାର ସହ କର୍ତ୍ତବ୍ୟ କରିବା ଆବଶ୍ୟକ। ତେବେ ଯାଇ ଆମ ଆତ୍ମା ଶୁଦ୍ଧ ଓ ପବିତ୍ର ହୋଇପାରିବ। ପରିବାରକୁ ସଶକ୍ତ କରିବାକୁ ହେବ। ମୋହକୁ ଛାଡ଼ି ପରସ୍ପର ପ୍ରତି ପ୍ରେମ ଭାବ ରହିବା ଆବଶ୍ୟକ। ପ୍ରତି ଘରେ ଶକ୍ତି ସ୍ତମ୍ଭ ରହିବା ଆବଶ୍ୟକ। ଆମେ ଯାହା ଦେଖୁ, ଶୁଣୁ, ପଢ଼ୁ, ଖାଉ ଓ ପିଉ ତାହା ଆମ ଚିନ୍ତନ ପ୍ରଭାବିତ କରିଥାଏ। ଗଭୀର ନିଦ୍ରା ଗଲେ ଶରୀର ଥକ୍କା ହେବ ନାହିଁ କିମ୍ବା ଅବସାଦ ରହିବ ନାହିଁ। ରାତ୍ରରେ ଭୋଜନର 2 ଘଣ୍ଟା ପରେ ସକାରାତ୍ମକ ଚିନ୍ତା କରି ଶୋଇବାକୁ ସେ ପରାମର୍ଶ ଦେଇଥିଲେ। ପ୍ରତିଦିନ 10ଟି ଶୁଦ୍ଧ ଚିନ୍ତନ ଓ କାର୍ଯ୍ୟ କରିବା ଦ୍ୱାରା ଜଟିଳ ସ୍ଥିତିକୁ ମୁକାବିଲା କରାଯାଇପାରିବ ବୋଲି ସିଷ୍ଟର ଶିବାନୀ କହିଥିଲେ। ସ୍ଥାନୀୟ ବାସନ୍ତୀ କଲୋନୀ ବ୍ରହ୍ମକୁମାରୀ କେନ୍ଦ୍ରର ନିର୍ଦ୍ଦେଶିକା ବିମଳା ଦିଦିଙ୍କ ତତ୍ତ୍ୱାବଧାନ ଓ ଅନ୍ୟ କେନ୍ଦ୍ରମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିଲା। ପ୍ରାୟ 15,000ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ତଥା ଜନସାଧାରଣ ଉପସ୍ଥିତ ଥିଲେ। ଏହି ଅବସରରେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଆର୍ଏସ୍ପିର ଇଡି ତରୁଣ ମିଶ୍ର, ଇଡି ଏ.କେ. ବେହୁରିଆ, ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ. ଉମା ମହେଶ୍ୱର ରାଓ, ବିପିୟୁଟିର କୁଳପତି ଅମିୟ କୁମାର ରଥ, ସିଆଇଏସ୍ଏଫ୍ର ବରିଷ୍ଠ କମାଣ୍ଡାଣ୍ଟ ଅଶୋକ ଜାଲୱାନିଆ, ଶୁଭ ପଟ୍ଟନାୟକ ପ୍ରମୁଖଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।